ପିଲାମାନେ ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଆପଣଙ୍କର ଯେଉଁ ରହିଛି ଯାଜପୁରର ଜିଆର୍ଏସ୍ ଆସିଯାଇଛି ଏବଂ ଆଗାମୀ ଦିନରେ ଯେଉଁ ସବୁ ଜିଲ୍ଲାରେ ଆପଣଙ୍କର ଜିଆର୍ଏସ୍ ଆସିନି ଯେମିତିକି କଟକ କଥା କୁହନ୍ତୁ ଏସବୁ ଜିଲ୍ଲାରେ ଆଗାମୀ ଦିନରେ ଜିଆର୍ଏସ୍ ଆସିବ। ବହୁତ ସାରା ପିଲାଙ୍କର ଗୋଟେ କ୍ୱେଶ୍ଚନ୍ ଥିଲା ଯେ ସାର୍ ପୂର୍ବରୁ ଯେଉଁ ପିଲାମାନେ ଆବେଦନ କରିଥିଲେ ସେମାନଙ୍କ ସହିତ ହେବ ନା ଆମର ଆଗେ ପୋଷ୍ଟିଂ ହେବ। ପିଲାମାନେ ଯେଉଁମାନଙ୍କର ଯେଉଁ ପୂର୍ବରୁ ଅଗଷ୍ଟ ସେପ୍ଟେମ୍ବର ଯେଉଁମାନଙ୍କର ଆସିଥିଲା ସେମାନଙ୍କର ପ୍ରଥମେ ପୋଷ୍ଟିଂ ହେବ ତାପରେ ନୂଆ ପିଲାଙ୍କର ପୋଷ୍ଟିଂ ହେବ। କିନ୍ତୁ ଏଇଠି ଗୋଟେ କଥା ପିଲାମାନେ ମୁଁ କହିବି ଏଥର ଯେଉଁ ଜିଆର୍ଏସ୍ ଆସିଛି ଏଠି କ୍ଲିୟରଲି ମେନସନ୍ କରାଯାଇଛି ଯଦି ଆପଣଙ୍କ ପାଖରେ ଗୋଟେ ଭ୍ୟାଲିଡ୍ କମ୍ପ୍ୟୁଟର ସାର୍ଟିଫିକେଟ୍ ନାହିଁ ବା ଯଦି ଆପଣ ଏଆଇସିଟି ହଉ କିମ୍ବା ଓଡ଼ିଶାର ୟୁନିଭର୍ସିଟିରୁ କମ୍ପ୍ୟୁଟର ସାର୍ଟିଫିକେଟ୍ କରିନାହାନ୍ତି ତେବେ ଆପଣଙ୍କ ସାର୍ଟିଫିକେଟ୍ଟି ବା ଆପଣଙ୍କର ଯେଉଁ ଫର୍ମଟି ରହିଛି ସେଟା କମ୍ପ୍ଲିଟଲି ରିଜେକ୍ଟ ହେଇଯିବ। ତ ପିଲାମାନେ ଯଦି ଆପଣ ନିଜ ଘରେ ବସିକି ଆଗାମୀ ଦିନରେ ଯେଉଁ ଏକ୍ଜାମ୍ ଗୁଡ଼ିକ ଆସୁଛି ଯେମିତିକି ଡିଓ କଥା କୁହନ୍ତୁ ଆର୍ଆଇ ଅମିନ କଥା କୁହନ୍ତୁ ହାଇସ୍କୁଲ କ୍ଲର୍କ କଥା କୁହନ୍ତୁ ଯାହା ବି ଏକ୍ଜାମ୍ ଆସୁଛି କମ୍ପ୍ୟୁଟର ଟିଚର ଯଦି ଆପଣ ନିଜ ଘରେ ବସିକି ଗୋଟେ ଗଭର୍ଣ୍ଣମେଣ୍ଟ କମ୍ପ୍ୟୁଟର ସାର୍ଟିଫିକେଟ୍ କରିବା ପାଇଁ ଚାହୁଁଛନ୍ତି ତା ବି କମ୍ ଦାମରେ ସ୍କ୍ରିନ୍ରେ ଗୋଟେ ନମ୍ବର ଅଛି ପିଲାମାନେ ଜଲ୍ଦି ଜଲ୍ଦି ଆମକୁ କଣ୍ଟାକ୍ଟ କରନ୍ତୁ ଏବଂ ନିଜ ଘରେ ବସିକି ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ସମ୍ବଲପୁର ଅଣ୍ଡରରୁ ଗୋଟେ ଗଭର୍ଣ୍ଣମେଣ୍ଟ କମ୍ପ୍ୟୁଟର ସାର୍ଟିଫିକେଟ୍ କରିଦିଅନ୍ତୁ। ତ ଜଲ୍ଦି ଯାଆନ୍ତୁ ଏବଂ ସ୍କ୍ରିନ୍ରେ ଯେଉଁ ନମ୍ବର ଅଛି ପିଲାମାନେ ଆମକୁ ଜଲ୍ଦି କଣ୍ଟାକ୍ଟ କରନ୍ତୁ ଯଦି ଆପଣ 2025ରେ ଚାକିରି ପାଇବା ପାଇଁ ଚାହୁଁଛନ୍ତି। ଜୟ ଜଗନ୍ନାଥ।